ଚାରିଛକ ଶୀତଳପାଣି ପୂର୍ତ୍ତ ବିଭାଗ ରାସ୍ତାର କରଞ୍ଜକଟା ସହିତ ଅନ୍ୟାନ୍ୟ ଗ୍ରାମରେ ଲୁହାଚକ ଲଗାଇ ଟ୍ରାକ୍ଟର ଚାଲୁଥିବାରୁ ରାସ୍ତା ହେଉଛି ନଷ୍ଟ। କାର୍ଯ୍ୟାନୁଷ୍ଠାନ ପାଇଁ ଦାବି। ଆଜି ସନ୍ଧ୍ୟା 7ଟା ସମୟରେ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ହରଭଙ୍ଗା ବ୍ଲକ ଚାରିଛକ ଶୀତଳପାଣି ପୂର୍ତ୍ତ ବିଭାଗ ରାସ୍ତା ବର୍ତ୍ତମାନ ନୂତନ ପିଚୁ ପକାଇ ମରାମତି କରିଥିବା ବେଳେ କରଞ୍ଜକଟା, ଉପରକଟା, ଲଖନପୁର, ତୁକୁଲୁଣ୍ଡା ଗ୍ରାମଗୁଡ଼ିକରେ ଟ୍ରାକ୍ଟର ଲୁହାଚକ ଲଗାଇ ବାରମ୍ବାର ଯିବା ଆସିବା କରିବା ଫଳରେ ପୂର୍ତ୍ତ ବିଭାଗ ରାସ୍ତା ଉପରେ ଗାର ପଡ଼ିବା ସହିତ କିଛି ସ୍ଥାନରୁ ପିଚୁ ଉଠିବା ଓ ରାସ୍ତା ଶୋଚନୀୟ ହେଉଥିବା ଦେଖାଦେଇଛି। କିଛି ଚାଷୀଙ୍କ ପାଇଁ ଓ ଟ୍ରାକ୍ଟର ମାଲିକଙ୍କ ପାଇଁ କୋଟି କୋଟି ଟଙ୍କାର ନିର୍ମିତ ନୂତନ ରାସ୍ତା ଖରାପ ହେଉଥିବା ଅଭିଯୋଗ ହେଉଛି। ସେପଟେ ଉକ୍ତ ପୂର୍ତ୍ତ ରାସ୍ତାର କୁଟିଝାରଠାରୁ ଅରଖପଦର ରାସ୍ତା ମଧ୍ୟ ସମାନ ଅବସ୍ଥା। ଅନ୍ୟପଟେ କୁସଙ୍ଗ, ବାଣିଗୋଛା ରାସ୍ତା, ମହାଲିକପଡ଼ା, ଜାବର, ଗୁରୁଡାମୁଣ୍ଡା, ତଳଗାଁ ଓ ସୁଙ୍କୁଲେଇ ପଞ୍ଚାୟତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଉପରେ ମଧ୍ୟ ଲୁହାଚକ ଲଗାଇ ଟ୍ରାକ୍ଟର ଚାଲୁଥିବା ନଜରକୁ ଆସିଛି। ଫଳରେ କିଛିଦିନ ତଳେ ଉକ୍ତ ସୁଙ୍କୁଲେଇ ପଞ୍ଚାୟତ ହରିହରପୁରରୁ ରାସ୍ତା ଖରାପ ନେଇ ଆମ୍ବୁଲାନ୍ସ ଅଧା ବାଟରେ କାଦୁଅରେ ଫସିଯିବାରୁ ଜଣେ ରୋଗୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସକୁ ଅଣାଯିବା ଚିତ୍ର ଦେଖିବାକୁ ମିଳିଥିଲା। ଏ ବାବଦରେ ବୌଦ୍ଧ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର ସନ୍ଦୀପ କୁମାର ଛୁଆଳସିଂଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ରାସ୍ତାରେ ବେଆଇନ ଲୁହାଚକ ଲଗାଇ ଲଙ୍ଗଳ ବ୍ୟବହାରକୁ ନେଇ ବୌଦ୍ଧ ପରିବହନ ବିଭାଗ ଓ ପୋଲିସ ବିଭାଗକୁ ଅବଗତ କରାଯାଇଛି। ଏ ଦିଗରେ ସେମାନେ ପଦକ୍ଷେପ ନେବେ ବୋଲି ପ୍ରତିଉତ୍ତର ରଖିଛନ୍ତି ଏବଂ ଜନସାଧାରଣ ଏ ଦିଗରେ ସଚେତନ ହୋଇବେ। ବେଆଇନ ଭାବେ ଚାଲୁଥିବା ଟ୍ରାକ୍ଟର ଚଳାଚଳକୁ ବନ୍ଦ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଣୁ ଲୁହାଚକ ଲଗାଇ ଗାଡ଼ି ଚଳାଇ ରାସ୍ତାକୁ ନଷ୍ଟ କରୁଥିବା ଟ୍ରାକ୍ଟର ଓ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ନେଉଛି ଆର୍ଟିଓ ବିଭାଗ ଦେଖିବାକୁ ବାକି ରହିଲା। ଏନେଇ ହରଭଙ୍ଗାର ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂ ଓ ହରଭଙ୍ଗାର ବରିଷ୍ଠ ସମାଜସେବୀ ତପନ କୁମାର ଡାଙ୍ଗ ନିଜର ପ୍ରତିକ୍ରିୟା ରଖିଛନ୍ତି। ଆଜ୍ଞା, ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅଞ୍ଚଳରେ ଯୋଉ ପୂର୍ତ୍ତ ବିଭାଗ ଓ ଗ୍ରାମ ନିର୍ମାଣ ବିଭାଗ ଯୋଉ ରାସ୍ତା ଯାଇଛି, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅନୁଦାନରେ ରାସ୍ତା ନିର୍ମାଣ ହେଉଛି, କିନ୍ତୁ କେତେକ ଅସାଧୁ ଟ୍ରାକ୍ଟର ବ୍ୟବସାୟୀ କାଜୁଆଲ ନେଇ ରାସ୍ତା ବିଶେଷ ଭାବେ କ୍ଷତିଗ୍ରସ୍ତ କରୁଛନ୍ତି। ଏ ବାବଦରେ ବାରମ୍ବାର ପରିବହନ ବିଭାଗକୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି। ଏଣୁ ସାଧାରଣ ଭାବେ ଆମେ ଦୃଢ଼ ଭାବେ ଦାବି କରୁଛୁ, ଯେଉଁ ରାସ୍ତାରେ କାଜୁଆଲ ନେଉଛି ତାଙ୍କ ବିରୁଦ୍ଧରେ ଆକ୍ସନ ନେଇ ପୁଲିସ ପ୍ରଶାସନ ପକ୍ଷରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। କାରଣ ରାସ୍ତାର ନିର୍ମାଣ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଦେଉଛନ୍ତି, ଯାହାଫଳରେ କି ଆଜି ଏହି ଅବସ୍ଥା ଘଟୁଛି। ଗୋଟିଏ ରାସ୍ତା ନିର୍ମାଣର ସରିବାର ଅବଧି ସରିବା ପୂର୍ବରୁ ମଧ୍ୟ କାଜୁଆଲ ନେଇ ରାସ୍ତା ବିଶେଷ ଭାବେ କ୍ଷତିଗ୍ରସ୍ତ କରୁଛନ୍ତି। ଏଣୁ ବୌଦ୍ଧ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏ ଦିଗରେ ପଦକ୍ଷେପ ନେବା ପାଇଁ ଆମେ ଅଞ୍ଚଳବାସୀ ପକ୍ଷରୁ ଅନୁରୋଧ କରୁଛୁ। ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆମର ପିଡବ୍ଲ୍ୟୁ ବିଭାଗ ଓ ଆର୍ଟି ବିଭାଗ ମାଧ୍ୟମରେ କିଛି ରାସ୍ତା ଗୁଡ଼ାକ ସବୁ ନିର୍ମାଣ କରୁଛନ୍ତି ଏବଂ ଗାଁ ଗହଳିରେ ମଧ୍ୟ ରାସ୍ତାଘାଟ ତିଆରି କରୁଛନ୍ତି। କିନ୍ତୁ ବର୍ତ୍ତମାନ କିଛି ଅସାଧୁ ଟ୍ରାକ୍ଟର ବ୍ୟବସାୟୀ କାଜୁଆଲ ମାଧ୍ୟମରେ ଚାଷ ସମୟରେ ରାସ୍ତାଘାଟ ଗୁଡ଼ାକ ନଷ୍ଟ କରିବାକୁ ବସିଛନ୍ତି। ଏ ଦିଗରେ ଆମର ଜିଲ୍ଲାପାଳ ବୌଦ୍ଧ ମହୋଦୟଙ୍କୁ ଅନୁରୋଧ କରୁଛୁ, ଏ ଦିଗରେ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରି ପୋଲିସ ପ୍ରଶାସନ ଓ ଆର୍ଟିଓ ବିଭାଗକୁ ଲଗାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରାସ୍ତାଘାଟ ଗୁଡ଼ିକର ସଠିକ୍ ଭାବେ ବିନିଯୋଗ ହୋଇପାରିବ। ଏ ଦିଗରେ ଆମେ ବିଶେଷ ଭାବେ ଅନୁରୋଧ କରୁଛୁ, ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ଅସାଧୁ ବ୍ୟବସାୟୀମାନଙ୍କୁ ଯେଉଁମାନେ ଟ୍ରାକ୍ଟର କାଜୁଆଲ ଲଗାଇ ଚାଷ କରି ରାସ୍ତାଘାଟ ଗୁଡ଼ା ନଷ୍ଟ କରୁଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ